आमर संस्कृति आमर संस्कार सर्वदा रहु आम सहित। भारतर महान ग्रंथ आउ काव्यगुड़िकर संपूर्ण संकलन सब्सक्राइब करंतु तिलक। किए तमे माने आउ ये निर्जन एकांत वन को कहीं आसीच? आमे इंद्रसभार अप्सरागण। अप्सरागण? किंतु आम निकट को आपण आसबार कारण कौन? देवराज इंद्र आपणक तपस्या संतुष्ट होइछन्ति। सेथिपई ए तपोवन से आपण को स्वर्गर समस्त सुख प्रदान करने को आमको प्रेरण करिछन्ति। अच्छा ताहले देवराज एवं आमको एमिति सुख प्रदान करने को चाहूचंती, किंतु तांको किए कहिला जे आमे एठी स्वर्गर सुख चाहूचु बोली? कौनसी कामना बिना केही भी हेले तपस्या करे नाही मुनिवर। स्वर्ग सुख निमित्त समस्त प्राणी लालायित थांती, कारण स्वर्ग रे जो सुख मिले ताहा ही आनंदर शेष सीमा। हे बालिके, इंद्र को जाई कहिबे जे स्वर्गर समस्त सुख नश्वर, आज अच्छी काली की नथिबो। पर्वतराज हिमालयंकर दुईटी शिखर आज भी नर एवं नारायण नाम विख्यात। श्रीमद् भागवत महापुराणर द्वितीय स्कंदर सप्तम अध्याय उल्लेख करा जाइछि जे अनेक समय पूर्वर एठारे सत्यजुगरे महात्मा नर एवं नारायण बद्रिका वनर निकटरे गंधमार्दन पर्वत उपरे हजार हजार वर्ष धरी तपस्या करथिले। एई दिव्य स्थान बद्रीनाथ धाम निकटरे अवस्थित। आउ एबे एहार नाम नर एवं नारायण पर्वत नाम परिचित। श्री वामन पुराणर षष्ठ अध्याय उल्लेख करा जाइछि जे श्री ब्रह्मा निज हृदय महाराज धर्म को उत्पन्न करथिले। एवं नर नारायण से महाराज धर्मंकर पुत्र थिले। श्रीमद् भागवतर चतुर्थ स्कंदरे नर नारायण तपस्यार वर्णना करा जाइछि। तांकर हजार वर्षर कठोर तपस्यारे तांक भितरे अनेक गोचर एवं अगोचर शक्तिर विकास हेबाक लागिला। नर नारायणकर अत्यंत गभीर एवं कठोर तपस्या देवलोक इंद्र आसन टलमय होगाक लगे।
ବଶବର୍ତ୍ତୀ ହୋଇ ଇନ୍ଦ୍ର ବିଚାର କଲେ ଯେ ସ୍ୱର୍ଗଲୋକର ସିଂହାସନ ପ୍ରାପ୍ତି ନିମନ୍ତେ ନର ଏବଂ ନାରାୟଣ ଦୁହେଁ ଏମିତି ତପସ୍ୟା କରୁଛନ୍ତି। ସେ ଇନ୍ଦ୍ର ସଭାର ପ୍ରମୁଖ ଅପ୍ସରାମାନଙ୍କୁ ଡାକିଲେ। ଏବଂ ନରନାରାୟଣଙ୍କର ତପସ୍ୟା ଭଙ୍ଗ କରିବା ନିମିତ୍ତ ସେମାନଙ୍କୁ ଗନ୍ଧମାର୍ଦ୍ଦନ ପର୍ବତ ନିକଟକୁ ଯିବା ପାଇଁ ଆଜ୍ଞା ଦେଇ କହିଲେ ଯେ ତୁମେମାନେ ଏହି ମୁହୂର୍ତ୍ତରେ ପୃଥିବୀକୁ ଯାଅ, ନିଜର ଯୌବନ ଏବଂ ସୌନ୍ଦର୍ଯ୍ୟ ଦ୍ୱାରା ସେମାନଙ୍କର କାମାଗ୍ନିରେ ଘୃତ ଢାଳି ତପସ୍ୟାରତଙ୍କ ତପସ୍ୟା ଭଙ୍ଗ କର। ଯଥା ଆଜ୍ଞା ପ୍ରଭୁ। କିଏ ତମେମାନେ? ଆଉ ଏ ନିର୍ଜନ ଏକାନ୍ତ ବନକୁ କାହିଁକି ଆସିଛ? ଆମେ ଇନ୍ଦ୍ରସଭାର ଅପ୍ସରାଗଣ। ଅପ୍ସରାଗଣ? କିନ୍ତୁ ଆମ ନିକଟକୁ ଆପଣଙ୍କ ଆସିବାର କାରଣ କ'ଣ? ଦେବରାଜ ଇନ୍ଦ୍ର ଆପଣଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇଛନ୍ତି। ସେଥିପାଇଁ ଏ ତପୋବନରେ ସେ ଆପଣଙ୍କୁ ସ୍ୱର୍ଗର ସମସ୍ତ ସୁଖ ପ୍ରଦାନ କରିବାକୁ ଆମକୁ ପ୍ରେରଣ କରିଛନ୍ତି। ଆଚ୍ଛା, ତାହେଲେ ଦେବରାଜ ଏବେ ଆମକୁ ଏମିତି ସୁଖ ପ୍ରଦାନ କରିବାକୁ ଚାହୁଁଛନ୍ତି। କିନ୍ତୁ ତାଙ୍କୁ କିଏ କହିଲା ଯେ ଆମେ ଏଠି ସ୍ୱର୍ଗର ସୁଖ ଚାହୁଁଛୁ ବୋଲି? କୌଣସି କାମନା ବିନା କେହି ବି ହେଲେ ତପସ୍ୟା କରେ ନାହିଁ ମୁନିବର। ସ୍ୱର୍ଗ ସୁଖ ନିମିତ୍ତ ସମସ୍ତ ପ୍ରାଣୀ ଲାଳାୟିତ ଥାନ୍ତି, କାରଣ ସ୍ୱର୍ଗରେ ଯେଉଁ ସୁଖ ମିଳେ ତାହା ହିଁ ଆନନ୍ଦର ଶେଷ ସୀମା। ହେ ବାଳିକେ, ଇନ୍ଦ୍ରଙ୍କୁ ଯାଇ କହିବେ ଯେ ସ୍ୱର୍ଗର ସମସ୍ତ ସୁଖ ନଶ୍ୱର, ଆଜି ଅଛି କାଲିକି ନଥିବ। ଯେମିତି ଭାବରେ ଇନ୍ଦ୍ର ପଦରେ
ସର୍ବଦା ଜଣେ ହିଁ ଇନ୍ଦ୍ର ବସି ରୁହନ୍ତି ନାହିଁ। ଠିକ୍ ସେମିତି ସେଠିକାର ସୁଖ ଏବଂ ବୈଭବ କ୍ଷଣଭଙ୍ଗୁର ହେଇଥାଏ। ଆମେ ଦୁହେଁ ଯେଉଁ ଅପାର ଆନନ୍ଦ ସହକାରେ ଏଠାରେ ବସିଛୁ, ସେ ଅନୁଭବ ଭଲ ଇନ୍ଦ୍ର ବା କେମିତି ଜାଣିପାରିବେ? ହେ ମୁନିବର, ମୋ ସହିତ ଏ ମୁହୂର୍ତ୍ତରେ ଯେତେ ଜଣ ଅପ୍ସରା ଅଛନ୍ତି ସେମାନେ ସମସ୍ତେ ଆପଣଙ୍କ ମନୋରଞ୍ଜନ କରିବାକୁ ହିଁ ଆସିଛନ୍ତି। ଦେବରାଜ ଆଜ୍ଞା ଦେଇଛନ୍ତି ଆମେ ଆପଣଙ୍କ ଇଚ୍ଛା ମୁତାବକ ଆନନ୍ଦ ପ୍ରଦାନ କରିବୁ। ସେଥିପାଇଁ ଆମେ ସମସ୍ତେ ଆପଣଙ୍କ ସେବା କରିବା ନିମନ୍ତେ ପ୍ରସ୍ତୁତ। ବାଳିକେ, ତମେ ନିଜର ରୂପ ଏବଂ ଗୁଣରେ ନିଜେ ବିମୋହିତ ହେଉଛ। ନିଜର ନୃତ୍ୟ, ନିଜର ଗୀତ ଏବଂ ନିଜ ରୂପର ଅଭିମାନ ରହିଛି ତୁମର। ଦେଖ, हे प्रभु, कौन आज्ञा अछि? हे सुंदरी, जेहेतु तमे मोर जानूर उरुर अग्रभागरू जन्म नेइछ, मु तुमको उर्वशी नाम प्रदान करुछि। केही अछि तम मानक भितरे जे उर्वशी ठारू अधिक सुंदरी? केही अछि तम मानक भितरे जे उर्वशी ठारू अधिक नृत्य निपुणा? निजर समस्त कला सहित तांको परिचित करा उर्वशी। यथाज्ञा प्रभु।
ଏବେ ତମେ ସମସ୍ତେ ବୁଝିପାରିଲ ନା ଯେ ସ୍ୱର୍ଗ ଲୋକର ସମସ୍ତ ସୁଖ ମୋର ଏଇ ଜାନୁ ତଳେ ଲୁଚି ରହିଛି ବୋଲି। କ୍ଷମା କରନ୍ତୁ ପ୍ରଭୁ, ଆମକୁ କ୍ଷମା କରନ୍ତୁ। ଆମେ ସମସ୍ତେ ବହୁତ ବଡ଼ ଅପରାଧ କରିଛୁ। ନାଇଁ, ତମେମାନେ ନିଜ ସ୍ୱାମୀଙ୍କ ଆଜ୍ଞାରେ ଆମର ଏ ତପବନକୁ ଆସିଛ, ସେଥିପାଇଁ ତୁମେ ନିରପରାଧୀ। ଇନ୍ଦ୍ରଙ୍କୁ ମୋ ତରଫରୁ ଏ ଉର୍ବଶୀଙ୍କୁ ଉପହାରରେ ଦେବ, ଆଉ କହିବ ଯେ ସେ ତାଙ୍କର ଔପଚାରିକ ସୁଖର ଗଣନାରେ ମୋର ଏ ଉପହାରକୁ ସାମିଲ କରି ଏକ ସଂଖ୍ୟା ଆହୁରି ବୃଦ୍ଧି କରିବେ। ଯାଅ। ଯଥାଜ୍ଞା ପ୍ରଭୁ। ପୁରାଣରେ ଉଲ୍ଲେଖ ରହିଛି ଯେ ଏହି ନରନାରାୟଣ ପରବର୍ତ୍ତୀ ପର୍ଯ୍ୟାୟରେ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଏବଂ ତାଙ୍କର ସଖା ଅର୍ଜୁନଙ୍କ ରୂପରେ ପ୍ରକଟ ହୋଇଥିଲେ। ଶ୍ରୀକୃଷ୍ଣ ଯଦୁବଂଶରେ ଏବଂ ଅର୍ଜୁନ ପଣ୍ଡୁଙ୍କ କୂଳରେ କୁନ୍ତୀଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ। ଏହାର ବ୍ୟାଖ୍ୟା ସ୍ୱୟଂ ଶ୍ରୀକୃଷ୍ଣ ଗୀତାର 4th ଅଧ୍ୟାୟର 5ମ ଶ୍ଲୋକରେ କରିଛନ୍ତି।